ଆଜି ରାତିର 10ଟି ବଡ଼ ଖବର। ଛାତ୍ରୀଙ୍କୁ ଧରି ଫେରାର ମାରିଥିଲେ ଶିକ୍ଷକ। ଗାଁ ଲୋକଙ୍କ ଦ୍ୱାରା କାବୁ ହୋଇ ଖୁଣ୍ଟିରେ ବନ୍ଧା ହେଲେ। ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ବି ବରହମପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଟ୍ରେନରେ କଟି ଅଜଣା ବୃଦ୍ଧାଙ୍କ ମୃତ୍ୟୁ। ଆଜି ଦିନ ପ୍ରାୟ 11:30 ସମୟରେ ବାଙ୍ଗିରିପୋଷି ବାଲେଶ୍ୱର ମେମୁ ଟ୍ରେନ୍ଟି ବାଲେଶ୍ୱରରୁ ବାଙ୍ଗିରିପୋଷି ଯାଉଥିବା ସମୟରେ ମୟୂରଭଞ୍ଜ ଜିଲ୍ଲା ବୁଢ଼ାମରା ରେଳ ଷ୍ଟେସନ ପାଖରେ କଟି ଜଣେ ଅଜଣା ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ଭକ୍ତଙ୍କୁ ମାଡ଼ ମାରି ନାକ ଫଟାଇ ଦେଲେ ଉଠା ଦୋକାନୀ। ଏନେଇ ଘଟଗାଁ ଥାନାରେ ଅଭିଯୋଗ ହୋଇଛି। ରାଉରକେଲାରେ କମୁନି ଝାଡ଼ା ବାନ୍ତି। ଆଜି ସନ୍ଧ୍ୟାରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ପାର୍ଲାମେଣ୍ଟ ଇତିହାସରେ ପ୍ରଥମ ଆଜି ପୁଣି 49 ଲୋକସଭା ସାଂସଦ ନିଲମ୍ବିତ। ଲାଲକୃଷ୍ଣ ଆଡବାନୀ ଓ ମୁରଲୀ ମୋହନ ଯୋଶୀଙ୍କୁ ମିଳିଲା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ନିମନ୍ତ୍ରଣ। ଜଗଦୀପ ଧନଖଡ଼ଙ୍କୁ ଅସମ୍ମାନ କଲେ ଟିଏମସି ସାଂସଦ। ତାଙ୍କର ନକଲ କରିବାକୁ ନେଇ ରାଗିଲେ ଉପରାଷ୍ଟ୍ରପତି। କହିଲେ ଏ ବିଷୟ ଲଜ୍ଜାଜନକ। ଚୀନ ପରେ ଥରିଲା କାଶ୍ମୀର ଏବଂ ଲଦାଖ। 24 ଘଣ୍ଟାରେ 11 ଥର ଥରିଲାଣି ପୃଥିବୀ। ଭୂକମ୍ପର ଗଭୀରତା 10 କିମି ରହିଛି। କନଫର୍ମ ବିଜେପି ଟିକେଟରେ 2024 ଲୋକସଭା ନିର୍ବାଚନ ଲଢ଼ିବେ କଙ୍ଗନା ରଣାୱତ। ସ୍ପଷ୍ଟ କଲେ ବାପା। IPL 2024 ଫାଟ୍ କମିନ୍ସ ରେକର୍ଡ ଭାଙ୍ଗିଲେ ଅଷ୍ଟ୍ରେଲିଆ ଖେଳାଳି ମିଚେଲ ଷ୍ଟାର୍କ। 24.75 କୋଟି ଟଙ୍କାରେ କିଣିଲା KKR। ଆଜି ସନ୍ଧ୍ୟାର 10ଟି ବଡ଼ ଖବରକୁ ଏଇଠି ରଖୁଛୁ। ନମସ୍କାର।